ଅଦୃଶ୍ୟ ହେଇଗଲେ। ଆଚ୍ଛା, ମୁଁ ଯେତେ ଉଠିଲି ମୋତେ ସମସ୍ତେ ମୋ ପାଖେ ଘେରିଆ କଲେ ଏମିତି ଗୋଟେ ଅଲୌକିକ ଘଟଣା ଘଟିଛି। କ'ଣ ନା ଏମିତି ଘଟଣା ସାପଟେ ଆସି କରାହେଇଛି। ମୁଁ ତେବେ କ'ଣ କରିବି ଏଇଟା କାହାକୁ କହିବି? ନିଶ୍ଚିତ ମୋର ଇଷ୍ଟ ସମ୍ଭବତଃ ସେଇ ହେଇଥିବେ ଏବଂ ସେଇ କଥାଟା ହିଁ ଆମର କାକଟପୁର ଯେଉଁ ତ୍ରିକାଳଦର୍ଶୀ ପୋଥି ଅଛି ପଣ୍ଡିତ ଅମରେଶ୍ୱର ମିଶ୍ର ତାଙ୍କ ପାଖକୁ ମୁଁ ଗଲି। କ'ଣ ଘଟଣା ଇଏ ସେଠି ତ ପ୍ରକାଶ କରିବାରେ କିଛି ନାହିଁ, ଜଷ୍ଟ ଆପଣ ନିଜେ ଚିନ୍ତା କଲେ ଉତ୍ତରଟା ଆପେ ଆପେ ଆସିଯିବ ବା ତାର ପ୍ରତିକ୍ରିୟା ଆସିଯିବ। ମହାପୁରୁଷ କହିଲେ ଯେଉଁ ଅନନ୍ତମୁଖୀ ଭାଗବତ କରୁଥିଲୁ ଏବଂ ଗୀତା କରୁଥିଲୁ ସେଠି ଯେଉଁ ପ୍ରସାଦ କରିଥିଲୁ ବହୁତ ବଳିଲା। ଆଉ ମୁଁ ସେଠି ଯାଇଥିଲି ଦେଖିବା ପାଇଁ ଯେ ଯେଉଁ ବ୍ରାହ୍ମଣମାନେ ପଢ଼ୁଛନ୍ତି ଗୀତାରେ ଆହୁତି ଦେଉଛନ୍ତି ସେଇଟା ଠିକ୍ ସେ ଦେଉଛନ୍ତି କି ନାହିଁ ମୁଁ କେବଳ ଦେଖିବାକୁ ସେଠି ଯାଇଥିଲି ଏଇ ସରୀସୃପ ରୂପରେ। ଏଇଟା ହେଲା ମୋର ପ୍ରଥମ ଅନୁଭୂତି। ତାପରେ ଦ୍ୱିତୀୟ ଅନୁଭୂତି ହେଉଛି